ମୋର ପ୍ରିୟ ପିଲାମାନେ, ଆଶା କରିବି ସମସ୍ତେ ବହୁତ ହି ଭଲରେ ଥିବ ଏବଂ ଆପଣଙ୍କର ପରିବାରରେ ବି ପ୍ରାୟତଃ ସମସ୍ତେ ବହୁତ ହି ଭଲରେ ଥିବେ। ଏହା ଏକ ଇନଫର୍ମେଟିଭ ଭିଡ଼ିଓ ଆପଣଙ୍କର ଅଟେ ସମସ୍ତଙ୍କ ପାଇଁ, ଯିଏ ବି ଆପଣଙ୍କର ବର୍ତ୍ତମାନ କୌଣସି ବି ଚାକିରି କରୁଛନ୍ତି କିମ୍ବା ଆପଣଙ୍କର ଚାକିରି କରିବେ କିମ୍ବା ଆଗାମୀ ଦିନରେ ଆପଣଙ୍କର ଯିଏ ବି ଆପଣଙ୍କର କୌଣସି ବି ଚାକିରି କରୁଛନ୍ତି ସମସ୍ତଙ୍କ ପାଇଁ ଆପଣଙ୍କର ଅଟେ। ତ ବିନମ୍ର ଅନୁରୋଧ ଆପଣଙ୍କୁ ରହିବ, ଭିଡ଼ିଓକୁ ଆପଣ କମ୍ପ୍ଲିଟଲି ଦେଖିବେ ଆଉ ଲାଇକ୍ ଆଉ ସେୟାର କରିକି ସମସ୍ତଙ୍କୁ ଜଣେଇବେ, ଯୋଉଦ୍ୱାରା କି ସେ ବି ଆପଣଙ୍କର ଜାଣିପାରିବେ ଏବଂ କିଛି ଭୁଲ କରିବେନି, କାହିଁକି ନା ଗୋଟେ ଭୁଲ କଲେ ତାଙ୍କର ଚାକିରି ଆପଣଙ୍କର ପଳେଇବ। ଠିକ ଅଛି। ଆଉ ଚ୍ୟାନେଲକୁ ନୂଆ ଅଛନ୍ତି ଦେନ୍ ଏବେ ହିଁ ସବସ୍କ୍ରାଇବ କରିକି ଅଲ୍ ନୋଟିଫିକେସନକୁ ବି ଆପଣ ଅନ୍ କରିଦେବେ। ଫାଷ୍ଟ ଅଫ୍ ଅଲ୍ ଆପଣଙ୍କୁ ମୁଁ କହିବା ପାଇଁ ଚାହିଁବି, ଏହା ପୂର୍ବରୁ ମଧ୍ୟ ମୁଁ ଆପଣଙ୍କୁ ଏହା ସମ୍ପର୍କରେ କହିଥିଲି, ବଟ୍ ଆଜି ଆପଣଙ୍କୁ ଲେଟରରୁ ମୁଁ ଆପଣଙ୍କର ଜଣାଇବା ପାଇଁ ଚାହିଁବି। ଦେଖନ୍ତୁ, ଏ ଲେଟର ଆସିଛି ଡିଷ୍ଟ୍ରିକ୍ଟ ପ୍ରୋଜେକ୍ଟ ଅଫିସ ବା ଡିପିସି ସମଗ୍ର ଶିକ୍ଷା ଢେଙ୍କାନାଳ ତରଫରୁ। କୋଉଥିପାଇଁ ନା ଯେତିକି ବି ଆମର ଜୁନିୟର ଟିଚର ଆପଣଙ୍କର ପାଇଛନ୍ତି, ଜୁନିୟର ଟିଚର ଏଠି କହିଛି ତ ଆପଣ କୌଣସି ବି ଚାକିରି କରୁଛନ୍ତି ଗଭର୍ଣ୍ଣମେଣ୍ଟ ହେଲା, ଗଭର୍ଣ୍ଣମେଣ୍ଟ ଆପଣଙ୍କର ପ୍ରାଇଭେଟରେ ବି ପଢ଼ାଏ, ମୁଁ ଗଭର୍ଣ୍ଣମେଣ୍ଟ କଥା କହୁଛି ହେଲା, ଗଭର୍ଣ୍ଣମେଣ୍ଟ ହେଲା। ଯଦି ଆପଣ କୌଣସି ବି ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ କିମ୍ବା ଓଡ଼ିଶା ଗଭର୍ଣ୍ଣମେଣ୍ଟର ଚାକିରି କରୁଛନ୍ତି ହେଲା, ଏବେ ଚାକିରି କଲା ପରେ ମାନେ ଚାକିରି କରିବା ପୂର୍ବରୁ କ'ଣ କରିଛନ୍ତି ମତଲବ ନାହିଁ, ଚାକିରି କରିବା ପରେ ଯଦି ଆପଣ କିଛି ବି ଫର୍ମ ଆପ୍ଲାଏ କରିବେ, ଧରାଯାଉ ଜୁନିୟର ଟିଚର ସିଏ ଆପଣଙ୍କର ସେବାଶ୍ରମ ପାଇଁ ଆପଣଙ୍କର ଆପ୍ଲାଏ କଲା କି ଏଲଟିଆର ପାଇଁ ହେଲା, ଯଦି ସିଏ ଆପଣଙ୍କର ଇଗ୍ନୁ ବିଏଡ୍ ଆପଣଙ୍କର ପଢ଼ୁଛି, ଇଗ୍ନୁ ବିଏଡ୍ ବାକି କମ୍ପ୍ଲିଟ୍ କରିବା ପାଇଁ ହେଲା, କିମ୍ବା ସିଏ ଆପଣଙ୍କର ସଏଲ କନଜରଭେସନ୍ ଏକ୍ସଟେନସନ୍ ୱାର୍କର ହେଲା, କିଛି ବି ଆପ୍ଲାଏ କରିବ ତା ପାଇଁ ପାରମିଶନ ଦରକାର କି ନାହିଁ, ଏନଓସି। ବିନା ପାରମିଶନରେ ଆପଣ କିଛି ବି ଆପ୍ଲାଏ କରିପାରିବେ ହିଁ ନାହିଁ। ଆପ୍ଲାଏ କଥା ମୁଁ କହୁଛି, ଚାକିରି ତ ଦୂରର କଥା, ବିନା ପାରମିଶନରେ। ତ ଯେଉଁମାନେ ଆପଣଙ୍କର ଢେଙ୍କାନାଳ ବୋଲିଲେ ସବୁ ଜିଲ୍ଲାରେ ପାଇଛନ୍ତି, ସେମାନେ ଆପଣଙ୍କର ଆପ୍ଲାଏ କରିଥିଲେ। ସେମାନେ ଦେଖନ୍ତୁ କ'ଣ ଲେଖିଲେ ଆଉ କଣ୍ଡିସନ ଦେଖନ୍ତୁ। ନମ୍ବର ୱାନ୍, ଦ ହାୟର ଏଜୁକେସନ୍ ସୁଡ୍ କଣ୍ଟିନ୍ୟू ଥ୍ରୁ କରେସ୍ପଣ୍ଡେନ୍ସ ଅର୍ ଡିଷ୍ଟାନ୍ସ ଏଜୁକେସନ୍ ମୋଡ୍ ଓନ୍ଲି। ଏହା ମାନେ ଯଦି ଜଣେ ଗଭର୍ଣ୍ଣମେଣ୍ଟ ଚାକିରି କରୁଛନ୍ତି ନା, ସେ କେବଳ ଆଉ କେବଳ ଡିଷ୍ଟାନ୍ସ ଏଜୁକେସନ୍ ହିଁ କରିପାରିବେ। ତା ମାନେ କେବଳ ଆଉ କେବଳ ଇଗ୍ନୁରେ ହିଁ ଆପଣଙ୍କର ପଢ଼ିପାରିବେ, କେବଳ ଆଉ କେବଳ ଇଗ୍ନୁ। ଇଗ୍ନୁ ବାଦ କୌଣସି ବି ଜାଗାରେ ଆପଣ କରିପାରିବେ ନାହିଁ। କୋଉମାନେ? ଯୋଉମାନେ ଚାକିରି କରୁଛନ୍ତି, ଚାକିରି ବୁଝା ପଡୁଛି ନା, ଗଭର୍ଣ୍ଣମେଣ୍ଟ ଚାକିରି ଆପଣଙ୍କର, ଗଭର୍ଣ୍ଣମେଣ୍ଟ ଚାକିରି ତାହା ଆପଣଙ୍କର ଓଡ଼ିଶା ଗଭର୍ଣ୍ଣମେଣ୍ଟର ହଉ କିମ୍ବା ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟର ଆପଣଙ୍କର ହଉ। ଯଦି ଆପଣ କୌଣସି ବି ଚାକିରି କରୁଛନ୍ତି ମାନେ ଦରମା ପାଉଛନ୍ତି ହେଲା, ଆପଣ କହିବେ ସାର୍ ମୁଁ ଆପଣଙ୍କୁ ଲାଷ୍ଟ ଟାଇମ୍ ଜିଡିଏସ୍ର ଏକ୍ଜାମ୍ପଲ୍ ବି ଦେଇଥିଲି, ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟର ଚାକିରି ଅଟେ, ଦରମା ମିଳୁଛି ନା, ମିଳୁଛି କି ନାହିଁ? ତ ଆପଣ କୌଣସି ବି ପିଲାମାନେ ନର୍ମାଲି କ'ଣ ଭାବନ୍ତି ନା, ଏଇ ଯେଉଁ ଆନ୍ଧ୍ରା ବିଏଡ୍ ହେଲା, ଆନ୍ଧ୍ରା ବିଏଡ୍ ହେଇଗଲା କିମ୍ବା ଆପଣଙ୍କର କାଶ୍ମୀର ବିଏଡ୍, ସେମାନେ ଭାବି ଦିଅନ୍ତି ଡିଷ୍ଟାନ୍ସ ବିଏଡ୍ ବୋଲି। ସେଗୁଡ଼ା ଡିଷ୍ଟାନ୍ସ ନୁହେଁରେ, ସେଗୁଡ଼ା ସବୁ ରେଗୁଲାର ବିଏଡ୍ ଗୁଡ଼ା। ଆପଣ ଟଙ୍କା ଦେଇକି ପଢ଼ୁଛନ୍ତି, କଲେଜ ଯାଉନାହାନ୍ତି ସିନା, ସେଗୁଡ଼ା ସବୁ ରେଗୁଲାର ବିଏଡ୍। ଠିକ୍ ଅଛି। ଆପଣ ଖାଲି ପରୀକ୍ଷା ଦେବା ପାଇଁ ଯାଉଛନ୍ତି ବୋଲି ଭାବୁଛନ୍ତି ବୋଧେ ଡିଷ୍ଟାନ୍ସ। ଆଉ ଭାରତରେ କେବଳ ଆଉ କେବଳ ଡିଷ୍ଟାନ୍ସ ଦୁଇଟା ଜାଗାରେ ଅଛି, ଗୋଟେ ଇଗ୍ନୁ ଆଉ ଗୋଟେ ଏନ୍ଆଇଓଏସ୍। ୟା ବାଦ ଯୋଉ ଜାଗାରେ ବି ଆପଣ ପଢୁଛନ୍ତି ନା, କିମ୍ବା ଓଏସ୍ ଓୟୁ ଆପଣଙ୍କର ହେଇଗଲା, ଏଗୁଡ଼ା ଠିକ୍ ଅଛି, ଏଗୁଡ଼ା ହଉଛି ସବୁ ଆପଣଙ୍କର ଡିଷ୍ଟାନ୍ସ, ବାକି ସବୁ ରେଗୁଲାର। ଆପଣ କଲେଜ ଯାଉନାହାନ୍ତି ସେଟା ଅଲଗା କଥା, ବଟ୍ ଆପଣ ଯଦି କୌଣସି ବି ଚାକିରି କରୁଛନ୍ତି, କେବଳ ଆଉ କେବଳ ଆପଣ ଡିଷ୍ଟାନ୍ସ ମୋଡରେ ହିଁ କରିପାରିବେ। ରେଗୁଲାର ମୋଡରେ କରିବା ପାଇଁ ଚାହୁଁଛନ୍ତି, ପାରମିଶନ ଆପଣଙ୍କର ଦରକାର, ନୋ ୱାର୍କ ନୋ ପେର। ବଟ୍ ସେଇ ପାରମିଶନ ପ୍ରାୟତଃ ମିଳେ ନାହିଁ କହିଲେ ଚଳେ, ଖାସ କରିକି ଏଜୁକେସନ ଫିଲ୍ଡରେ ମିଳେ ନାହିଁ। ନମ୍ବର ୱାନ୍, ବୁଝିଗଲେ? ଏଇଟା ହେଉଛି ଆପଣଙ୍କର ନମ୍ବର ୱାନ୍ କଣ୍ଡିସନ। ବାକି କଣ୍ଡିସନ ସମ୍ପର୍କରେ ମୁଁ ଆଉ କ'ଣ କହିବି, ଆପଣମାନେ ନିଜେ ନିଜେ ପଢ଼ିଦେବେ। ତାପରେ ଦେଖନ୍ତୁ, ଇଣ୍ଡିଭିଜୁଆଲି ଜଣେ ଜଣେ ଆପଣଙ୍କର ଟିଚରଙ୍କୁ ଏନ୍ଓସି ଆପଣଙ୍କର ମିଳିଲା। ଯେମିତି ଆପଣ ଦେଖିପାରୁଥିବେ, ଇଗ୍ନୁ ବିଏଡ୍ର ଆପଣଙ୍କର ୱାର୍କସପ୍ ଆଟେଣ୍ଡ କରିବା ପାଇଁ ତାଙ୍କୁ ମିଳିଲା, କାହାଙ୍କୁ ଏଲ୍ଟିଆର୍ ଆପ୍ଲାଏ କରିବା ପାଇଁ ଆପଣଙ୍କର, କାହାଙ୍କୁ ଇଗ୍ନୁରେ ପିଜି କମ୍ପ୍ଲିଟ୍ କରିବା ପାଇଁ, ଏମିତି କିଏ ସଏଲ କନଜରଭେସନ୍ ଏକ୍ସଟେନସନ୍ ୱାର୍କର ଆପ୍ଲାଏ କରିବା ପାଇଁ। ତ ପାରମିଶନ ଆପଣଙ୍କର ଦରକାର। ବିନା ପାରମିଶନରେ ଆପଣ କିଛି ବି କରିପାରିବେନି। କିଏ ଦେଖନ୍ତୁ ଇଗ୍ନୁରେ ତାଙ୍କର ଗ୍ରାଜୁଏସନ୍ ଫୋର୍ଥ ସେମିଷ୍ଟର ପାଇଁ, କିଏ ଇଗ୍ନୁ ବିଏଡ୍ କମ୍ପ୍ଲିଟ୍ କରିବା ପାଇଁ, କିଏ ଆପଣଙ୍କର
ଅଟୋନମସ୍ କଲେଜରେ ଆପଣଙ୍କର 5th ସେମିଷ୍ଟର ଖାଲି ପରୀକ୍ଷା ଦେବା ପାଇଁ ଆପଣଙ୍କର ଏମିତିକା। ତ ପାରମିଶନ ଆପଣଙ୍କର ଦରକାର। ବିନା ପାରମିଶନରେ ଆପଣ କିଛି ଫର୍ମ ଆପ୍ଲାଏ ହିଁ କରିପାରିବେନି। କେବଳ ଆପଣଙ୍କର ପାରମିଶନ ଦରକାର। ଏମିତି ପାରମିଶନ ମିଳିଗଲା, ଏବେ ଆପଣ ବାକି ଜିନିଷ କରନ୍ତୁ, ଫର୍ମ ଆପ୍ଲାଏ କରନ୍ତୁ, ବାକି ବଗେରା। ଏବେ ନେକ୍ସଟ ଆପଣଙ୍କୁ ଦେଖନ୍ତୁ, ଯୋଉମାନେ ବି ବହୁତ ସିମ୍ପଲ ଲା, ଆପଣ ମାନେ ମନରେ ସନ୍ଦେହ ରଖିବେନି ହେଲା। କେବେ ବି ଆପଣ ଦୁଇଟି ରେଗୁଲାର କୋର୍ସ ଏଟ୍ ଏ ଟାଇମ୍ କରିପାରିବେ ନାହିଁ। କୌଣସି ବି ରେଗୁଲାର କୋର୍ସ, ରେଗୁଲାର ମାନେ କ'ଣ, ଯୋଉଠି କଲେଜ ଯିବା ପାଇଁ ଆପଣଙ୍କର ପଡ଼େ। ଠିକ ଅଛି, ମୁଁ କହିଦେଲି ନା ଇଗ୍ନୋରେ, ଇଗ୍ନୋ ହେଉଛି ଡିଷ୍ଟାନ୍ସ କୋର୍ସ, ମାନେ ଆପଣଙ୍କୁ କଲେଜ ଯିବାକୁ ପଡ଼ିବ ନାହିଁ। NIOS ଏଗୁଡ଼ା ହେଉଛି ଡିଷ୍ଟାନ୍ସ କୋର୍ସ, ଆପଣଙ୍କୁ କଲେଜ ଯିବାକୁ ପଡ଼ିବନି। OSOU ଏଗୁଡ଼ା ଡିଷ୍ଟାନ୍ସ କୋର୍ସ, ଆପଣଙ୍କୁ କଲେଜକୁ ଯିବା ପାଇଁ ପଡ଼ିବନି, ଖାଲି ପରୀକ୍ଷା ଦେବା ପାଇଁ ଆପଣ ଯିବେ। ତ ବୋଥ ରେଗୁଲାର ମୋଡରେ ଆପଣଙ୍କର ହବନି। ମାନେ ଧରାଯାଉ ଆପଣ ଏପଟେ ଆପଣଙ୍କର ପିଜି ବି ପଢୁଛନ୍ତି ରେଗୁଲାରରେ, ମାନେ ଗଭର୍ଣ୍ଣମେଣ୍ଟରେ ପଢୁଛନ୍ତି ହେଲା, ଆଉ ବିଏଡ୍ ବି ଆପଣ କରୁଛନ୍ତି ଆନ୍ଧ୍ରା ବିଏଡ୍ ରେଗୁଲାରରେ, ତ ଆପଣଙ୍କର ବୋଥ ହବ ନାହିଁ। ମାନେ ଗୋଟେ ରେଗୁଲାର ଗୋଟେ ଡିଷ୍ଟାନ୍ସ ଆପଣ କରିପାରିବେ। ଧରାଯାଉ ଆପଣ ରେଗୁଲାରରେ ଆପଣଙ୍କର ବିଏଡ୍ କଲେ, ଡିଷ୍ଟାନ୍ସରେ ଆପଣ ପିଜି କଲେ, ଠିକ ଅଛି, ଦେନ୍ ଆପଣଙ୍କର ହବ। ବଟ୍ ମିନିମମ୍ ଆପଣ 6 ମାସର ଗ୍ୟାପ୍ ରଖିବେ। ଆଉ ଏଇ ଯୋଉ କଲେଜରେ ଆପଣ ବିଏଡ୍ କରୁଛନ୍ତି ତାଙ୍କୁ ପଚାରିବେ ଯେ ଏମିତି କଲେ ଆପଣଙ୍କର ଭ୍ୟାଲିଡ୍ କି ନାହିଁ। ଯଦି ସେ କହୁଛନ୍ତି ଦେନ୍ କରିବେ। ବୁଝା ପଡୁଛି? ତ ସମସ୍ତଙ୍କୁ କାହିଁଲେ, ଆଉ ଆପଣ ମାନେ ଗୋଟେ ଜିନିଷ ଭୁଲ କରୁଛନ୍ତି କ'ଣ କହିଲେ, ଆପଣ ମାନେ ଇୟର ବୁକ୍ ଦେଖିକି, ଧରାଯାଉ ଗୋଟେ ଛୁଆଟା ଆପଣଙ୍କର ସିଟି ପଢୁଛି ହେଲା, ସିଟି ଏବେ 2022-24 ବ୍ୟାଚରେ ଆପଣଙ୍କର ପଢୁଛି ହେଲା, ପଢୁଛି ଧରାଯାଉ। ଏବେ ଧରାଯାଉ 2024 ଆପଣଙ୍କର ସିଏ ଡିସେମ୍ବରରେ ପରୀକ୍ଷା ଦେଲା, କେବଳ ପରୀକ୍ଷା ଦେଇଛି ହେଲା। ଏବେ ତାର ରେଜଲ୍ଟ ବାହାରିନି। ରେଜଲ୍ଟ ବାହାରିଛି କି ବାହାରିନି? ସିଏ କ'ଣ କଲା ନା, ସିଏ +3 ଆପଣଙ୍କର ଆଡମିସନ କରିଦେଲା ପୁଣି ରେଗୁଲାର ମୋଡରେ। ଗୋଟେ କୋର୍ସ ତାର ସିଟି ଆପଣଙ୍କ ରେଗୁଲାର ନା, ସିଏ ଭାବିଦେଲା କ'ଣ ନା, ରେଜଲ୍ଟ ପରୀକ୍ଷା ଦେଲା ମାନେ କୋର୍ସ ସରିଗଲା। ନାହିଁ, ପରୀକ୍ଷା ଦେଲା ମାନେ ନୁହେଁ କୋର୍ସ ସରିଲା, ବିଲକୁଲ ଭୁଲ। ଆପଣଙ୍କର ଯୋଉ ଦିନ ରେଜଲ୍ଟ ପବ୍ଲିଶ ହେବ ସେଇ ଦିନ ଯାଇକି ଆପଣଙ୍କର, ଯଦି ଆପଣ ପାସ୍ ହେବେ ସେଇ ଦିନ ଯାଇକି ଆପଣଙ୍କର କୋର୍ସ କମ୍ପ୍ଲିଟ୍। ଆଉ ଫେଲ୍ ହେଇଗଲେ ମାନେ ତ କୋର୍ସ କମ୍ପ୍ଲିଟ୍ ହେବନି। ଯେବେ ଯାଇକି ଆପଣ ପାସ୍ ହେବେ, ଧରାଯାଉ ଗୋଟେ ପିଲାର ଗୋଟେ ବ୍ୟାକ୍ ଲାଗିଗଲା, ସବୁଥିରେ ପାସ୍ କିନ୍ତୁ ଗୋଟେ ବ୍ୟାକ୍ ଲାଗିଗଲା, ତାହେଲେ କ'ଣ ତାର କୋର୍ସ କମ୍ପ୍ଲିଟ୍ ହେଇଛି କି? କମ୍ପ୍ଲିଟ୍ ହେଇନି। ଟିଲ୍ ଦ ଟାଇମ୍ ଯେ ପର୍ଯ୍ୟନ୍ତ ସିଏ ସେଇ ବ୍ୟାକ୍ କ୍ଲିୟର ନ କରିବ, ସେ ପର୍ଯ୍ୟନ୍ତ ସିଏ କୌଣସି ବି ରେଗୁଲାର କୋର୍ସ କରିପାରିବ ନାହିଁ। ଆପଣ ଡିଷ୍ଟାନ୍ସ କୋର୍ସ କରିବା ପାଇଁ ଚାହୁଁଛନ୍ତି କରନ୍ତୁ, ନୋ ପ୍ରୋବ୍ଲେମ୍। ଇଗ୍ନୋରେ କରନ୍ତୁ, NIOS OSOU ଯୋଉଠି କରିବା ପାଇଁ ଚାହୁଁଛନ୍ତି କରନ୍ତୁ, ନୋ ପ୍ରୋବ୍ଲେମ୍। ବଟ୍ ଦୁଇଟି ରେଗୁଲାର କୋର୍ସ ଆପଣ ଏଟ୍ ଏ ଟାଇମ୍ କରିପାରିବେ ନାହିଁ। ଆଉ ଜବ୍ ସହିତ ତ ଆପଣ ବିଲକୁଲ ବି ନୁହେଁ। ଆପଣଙ୍କୁ ମୁଁ ଏକ୍ଜାମ୍ପଲ ଦେଇ, କୌଣସି ବି ଚାକିରି ଗଭର୍ଣ୍ଣମେଣ୍ଟ ହଉ କି ପ୍ରାଇଭେଟ ହଉ, ଆପଣ ପ୍ରାଇଭେଟ ବି ହଉ ନା, ଧରାଯାଉ ଆପଣ ପ୍ରାଇଭେଟ ଚାକିରି ବି କରୁଛନ୍ତି, ଆପଣ ଚାହିଁଲେ କରିଦେଇ ପାରିବେ। ବଟ୍ କ'ଣ କଥା କ'ଣ ନା ହେଲା, ଆଜିକାଲି ଲୋକମାନେ ପ୍ରାଇଭେଟକୁ ତ ଏତେ ଗୁରୁତ୍ୱ ଦଉନାହାନ୍ତି, ଖାସ କରିକି ଗଭର୍ଣ୍ଣମେଣ୍ଟ କଥା ହିଁ ମୁଁ କହୁଛି। ପ୍ରାଇଭେଟକୁ କିଏ ଆପଣଙ୍କର ଏତେ କ'ଣ, ଯଦି ଆପଣ ଗଭର୍ଣ୍ଣମେଣ୍ଟ ତରଫରୁ ଆପଣ କିଛି ବି କରୁଛନ୍ତି, କିଛି ଦେଖ ଅଙ୍ଗନବାଡି ହେଲା, ଏବେ ଗୋଟେ ଲୋକ ଆପଣଙ୍କର ଅଙ୍ଗନବାଡି ୱାର୍କର ଅଛି ହେଲା, ଅଙ୍ଗନବାଡି ୱାର୍କର ହେଲା, ଏବେ ସିଏ ଆପଣଙ୍କର ଆନ୍ଧ୍ରା ବିଏଡ୍ କରିପାରିବ କି? ଆନ୍ଧ୍ରା ବିଏଡ୍ କରିପାରିବ କି? ଯଦି ଆମେ କହିବା ପାଇଁ ଚାହିଁବା ଏମିତି ଓପେନଲି, ଦେନ୍ ତ ଚାହିଁବ ତ କିଛି ବି କରିହବ, କରିହବ, ଲୁଚିଛୁପି କରିହବ। ବଟ୍ ତାର ଭ୍ୟାଲିଡ୍ କି? ବିଲକୁଲ ବି ଭ୍ୟାଲିଡ୍ ନୁହେଁ। ଆପଣ କହିବେ ସାର୍ କେମିତି ଭ୍ୟାଲିଡ୍ ନୁହେଁ? ଗୋଟେ ଆପଣଙ୍କର RTI ଯଦି କିଏ ମାଗିଦେଲା ନା, ଆଜିକାଲି ସମସ୍ତେ ସଚେତନ ହେଇଯାଉଛନ୍ତି, ଗୋଟେ RTI ଯେ ଏ ଅଙ୍ଗନବାଡି ୱାର୍କର ଆକାରରେ ଚାକିରି କରୁଥିଲା ନିଜ ଗାଁରେ, ସରକାରଙ୍କ ପାଖରୁ ଦରମା ପାଉଛି, ଠିକ ଅଛି, ଦେନ୍ ଏଟ୍ ଏ ଟାଇମ୍ ସେ କେମିତି ଆନ୍ଧ୍ରା ବିଏଡ୍ କଲା? ଆନ୍ଧ୍ରା ବିଏଡ୍ ତ ହେଉଛି ଆପଣଙ୍କର ରେଗୁଲାର ବିଏଡ୍, ଯୋଉଠିକି ଆପଣଙ୍କର କଲେଜକୁ ଯିବା ପାଇଁ ପଡ଼ିବ। ଦେନ୍ ଅଙ୍ଗନବାଡି ଆପଣ କୋଉଠି ଚାକିରି କଲେ? ନିଜ ଗାଁରେ। ନିଜ ଗାଁରେ ଯଦି ଆପଣ ଚାକିରି କଲେ, ଆନ୍ଧ୍ରାରେ ଯାଇକି ଆପଣ ବିଏଡ୍ କେମିତି କଲେ ପୁଣି ରେଗୁଲାର ମୋଡରେ? କେବେ ହବ କି? ପସିବୁଲ ନୁହେଁ। ପୁରାପୁରି ଭ୍ୟାଲିଡ୍ ନୁହେଁ, ଇନଭ୍ୟାଲିଡ୍। ଆପଣଙ୍କର ଚାକିରି ଗଲା, ଇଏ ବି ଚାକିରି ପଳେଇବ, ଇଏ ବି ଚାକିରି ପଳେଇବ। ବୁଝା ପଡୁଛି? ତେଣୁକରି କିଛି ଦରକାର ନାହିଁ, ଆପଣ ମାନେ କରିପାରିବେ ନାହିଁ। ଗଭର୍ଣ୍ଣମେଣ୍ଟ ପାଖରୁ ଚାକିରି ମାନେ ଆପଣ ଯଦି ଏମିତି ଦେଖିବା ପାଇଁ ଯାଇବେ, ତେଣୁ ତ ସବୁ ଲୋକ ସବୁ ଜିନିଷ କରୁଛନ୍ତି, ବଟ୍ ସେ ଜିନିଷ ଗୁଡା କ'ଣ ନା ଭ୍ୟାଲିଡ୍ ନୁହେଁ। ଆପଣଙ୍କର କ'ଣ ଆବଶ୍ୟକତା, ଆପଣ ଚାକିରି କରୁଛନ୍ତି, ଆଗ ଆପଣ ମାନେ ପାରମିଶନ ପାଇଁ ମାଗିବେ। ଯଦି ପାରମିଶନ ମିଳିଲା, ଆପଣ ପାରମିଶନ ମାଗି ଦେଖନ୍ତୁ, କାହାରିକୁ ତ ମିଳେନି। କୌଣସି ବି ଏମ୍ପ୍ଲୟିକୁ କେବେ ରେଗୁଲାର କୋର୍ସ ଗୋଟେ କରିବା ପାଇଁ କେବେ ମିଳିବନି। କିଏ ଚାହିଁବ? ଆପଣ ଧରାଯାଉ ଆପଣ ଚାକିରି କରୁଛନ୍ତି ବର୍ତ୍ତମାନ ଟିଚର,
କୋଉ ବିଓ ଆପଣଙ୍କର ଚାହିଁବ ଯେ ଏଇ ମୋ ଟିଚରଟା ଏଇ ସ୍କୁଲରେ 2 ବର୍ଷ ଖାଲି ରହୁ? ସେଠି ପିଲାମାନେ କ'ଣ କରିବେ? ଚାହିଁବେ କି? ତେଣୁକରି କୁହାଯାଏ ସେ କେବଳ ଆପଣଙ୍କର ଡିଷ୍ଟାନ୍ସ କୋର୍ସ ଗୁଡ଼ା ଆପଣଙ୍କର କରିବା ପାଇଁ ଏଲାଉ କରନ୍ତି, ଯୋଉଥିରେ ଆପଣଙ୍କର ସେ ଏନ୍ଓସି ବଗେରା ଆପଣଙ୍କର ଦିଅନ୍ତି। ବୁଝିଗଲେ? ତେଣୁକରି ସମସ୍ତଙ୍କୁ ସେଦିନ କିଛି ଗୋଟେ ପିଲାଟା ଆପଣଙ୍କର ଯୁକ୍ତି କରୁଛି, ସେ ମୋତେ ଗୋଟେ ଲେଟର ଦେଖଉଛି ହେଲା, ଆପଣଙ୍କର ଖାସ କରିକି କ'ଣ କିରେ କହିଲେ ଏଇଟା ଏଇ ଯୋଉ ଆପଣଙ୍କର ଜିଡିଏସ୍ ଜିଡିଏସ୍ ଆପଣଙ୍କର ହେଇଗଲା, ବିପିଏମ୍ ଆପଣଙ୍କର ହେଇଗଲା, ଏ ବିପିଏମ୍, ସେ ମୋତେ ଆପଣଙ୍କ ଲେଟର ଗୋଟେ ଦେଖଉଛି ଯେ ପାରମିଶନ ଏଲାଉ। ସେ ପାରମିଶନ ଏଲାଉ କ'ଣ ସେ ଜାଣିନାହାନ୍ତି ହେଲା, ଲେଟରରେ କ'ଣ ଲେଖା ହେଇଛି ନିଜେ ପଢିବି ନାହାନ୍ତି। ସେ ଲେଟରରେ ଆପଣଙ୍କର ଏଇଆ ଲେଖା ହେଇଛି ଯେ ଆପଣ କ'ଣ କରିପାରିବେ କହିଲେ, ଆପଣ ଡିଷ୍ଟାନ୍ସ କୋର୍ସ ତ କରିପାରିବେ, ରେଗୁଲାର କୋର୍ସ ବି କରିପାରିବେ, କିନ୍ତୁ କୋଉ କଣ୍ଡିସନରେ, ଯଦି ଆପଣଙ୍କର ଏଲାଉ କରୁଛନ୍ତି ଏନସିଟି। ବୁଝା ପଡୁଛି? ଏନସିଟି ୱାର୍ଡଟା ଲେଖା ହେଇନି, କିନ୍ତୁ ଆପଣଙ୍କର ଯୋଉ ଅଥରିଟି ଯାହା ଅଧୀନରେ ଆପଣ କରିବେ, ଆପଣ ଧରା ଯୋଉ ବିଏଡ୍ କରିବେ, ଏମାନେ କ'ଣ କରୁଛନ୍ତି, ବିଏଡ୍ କରିଦଉଛନ୍ତି, କରିବାରେ କିଛି ଅସୁବିଧା ନାହିଁ ରେ। ମେନ୍ କଥା ହଉଛି ଆପଣଙ୍କ ପଛରେ ଗୋଟେ ଆରଟିଆଇ ଆପଣଙ୍କର ମାଗି ଦିଆଯିବ, ଆପଣଙ୍କର ଚାକିରି ଗଲା। କେମିତି ଯିବ ଚାକିରି? ସିମ୍ପଲ ଜିନିଷ, ଜଣେ ଜିଡିଏସ୍ ଆପଣଙ୍କର ଧରା ଯୋଉ ଜିଡିଏସ୍, ବିପିଏମ୍, ଏବିପିଏମ୍, ଏମାନେ ଚାକିରି କୋଉଠି କରିବେ? ଓଡ଼ିଶାର ପିଲା ଜିଡିଏସ୍ ଆପଣଙ୍କର ଆନ୍ଧ୍ରପ୍ରଦେଶ ଜିଡିଏସ୍ ପାଇବ? ପାଇବନି। ଇଏ ଓଡ଼ିଶାରେ ଆପଣଙ୍କର ଚାକିରି କରୁଛି, ଓଡ଼ିଶାରେ ପାଉଛି, ଦରମା ପାଉଛି ନା ମାନେ ଫ୍ରିରେ କାମ କରୁଛି? ଦରମା ଆପଣଙ୍କର ପାଉଛି କୋଉଠୁ? ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ଆପଣଙ୍କୁ ଦରମା ଦଉଛି, ଦଉଛି କି ନାହିଁ? ଯଦି ଆପଣ ଦରମା ପାଉଛନ୍ତି ଗଭର୍ଣ୍ଣମେଣ୍ଟ ତରଫରୁ, ଓଡ଼ିଶା ଗଭର୍ଣ୍ଣମେଣ୍ଟ ହଉ କି ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ହଉ, ଦରମା ପାଉଛନ୍ତି, ଦେନ୍ କୌଣସି ବି ଆପଣ ରେଗୁଲାର କୋର୍ସ ମାନେ ବିଏଡ୍ ବଗେରା କରିପାରିବେ ନାହିଁ। ଠିକ ଅଛି, ସିମ୍ପଲ। ଆପଣଙ୍କର ଚାକିରି ପଳେଇବ, ଚାକିରି ବି ଆଉ ବିଏଡ୍ ବି ବଥ୍। କାହିଁକି ନା ଇଏ ଆପଣଙ୍କର ଓଡ଼ିଶାରେ ଆପଣଙ୍କର ଚାକିରି କଲା, କେମିତି ଆନ୍ଧ୍ରାରେ ଯାଇକି ଆପଣଙ୍କର ବିଏଡ୍ କଲା, ସେଇଟା ବି ପୁଣି ରେଗୁଲାର ମୋଡରେ କେମିତି ଆପଣଙ୍କର କଲା, ରେଗୁଲାର ମୋଡରେ। ଆନ୍ଧ୍ରା ବିଏଡ୍ ତ ଡିଷ୍ଟାନ୍ସ ନୁହେଁ, ରେଗୁଲାର କୋର୍ସ କେମିତି କଲା ଆପଣଙ୍କର ଏଠି ଚାକିରି। ଆପଣ କେମିତି କେତେବେଳେ କରିପାରିବେ କହିଲେ, ଯଦି ଆପଣ ଆନ୍ଧ୍ରାରେ ଚାକିରି କରୁଛନ୍ତି, ଆନ୍ଧ୍ରାରେ ଆପଣଙ୍କର ବିଏଡ୍ ବି କରୁଛନ୍ତି, ଦେନ୍ ଆପଣ କହିପାରିବେ ଜଷ୍ଟିଫିକେସନ, ସାର୍ ମୁଁ 10ରୁ ଆପଣଙ୍କର 4 ଗଲି କଲେଜକୁ, 4ରୁ ମୋର 8 ଆପଣଙ୍କର ପୋଷ୍ଟ ଅଫିସ କାମ କଲି। ଆପଣ ରିଜନେବୁଲ ଆପଣଙ୍କର ରିପ୍ଲାଏ ଦେଇପାରିବେ, ନହେଲେ ଦେଇପାରିବେନି। ଠିକ ଅଛି? ଆଉ ଯଦି କେହି ଆପଣଙ୍କର ପଛରେ ନ ଲାଗିଲେ, ଦେନ୍ ତ ଆପଣଙ୍କର କିଛି ଅସୁବିଧା ନାହିଁ। କଥା ହଉଛି ଏଇଗୁଡ଼ା, ଆପଣମାନେ ଜାଣିବା ନିହାତି ଦରକାର। ଯଦି ଆପଣ କୌଣସି ବି ଚାକିରି କରୁଛନ୍ତି ଗଭର୍ଣ୍ଣମେଣ୍ଟର, ଆପଣମାନେ କୌଣସି ବି ରେଗୁଲାର କୋର୍ସ କରିପାରିବେ ନାହିଁ, ଏଇଟା ହଉଛି ରୁଲ୍। ଆପଣ ଯଦି କରିବା ପାଇଁ ଚାହୁଁଛନ୍ତି କରନ୍ତୁ, କିଛି ଅସୁବିଧା ନାହିଁ, ସମସ୍ତେ ତ କରୁଛନ୍ତି, ମୁଁ ବି କରିଦେବି, କରନ୍ତୁ, କିଛି ଅସୁବିଧା ନାହିଁ। କିଏ ଗୋଟେ ଆପଣଙ୍କର ମାଗିଦେଲେ, ଠିକ ଅଛି। ଥ୍ୟାଙ୍କ ୟୁ, ଜୟ ଜଗନ୍ନାଥ, ଧନ୍ୟବାଦ।